ଜୟ ଜଗନ୍ନାଥ ପିଲାମାନେ ଆଜିର କ୍ଲାସକୁ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜି ଆମେ ଆଲୋଚନା କରିବା ମ୍ୟାଥର ଇମ୍ପୋର୍ଟାଣ୍ଟ MCQ ପ୍ରଶ୍ନ ଆଲୋଚନା କରିବା, ଯେଉଁ ପ୍ରଶ୍ନ ଗୁଡ଼ିକ ପରୀକ୍ଷାରେ ଆସିବାର ଚାନ୍ସେସ୍ ଅଧିକ ରହୁଛି। ଚାଲନ୍ତୁ ଖାତା ବହି ଖୋଲିକି ପିଲାମାନେ ବସି ରହ, ଡେରି ନକରି କ୍ଲାସକୁ ଆରମ୍ଭ କରିବା। ପିଲାମାନେ ପ୍ରଶ୍ନ ଅଛି 2x + 3y - 6 = 0 ସମୀକରଣର ଲେଖଚିତ୍ର ଅଙ୍କନ କଲେ y ଅକ୍ଷକୁ କେଉଁ ବିନ୍ଦୁରେ ଛେଦ କରିବ। ସୋ ପ୍ରଥମ କଥା ପିଲାମାନେ y ଅକ୍ଷଟା କୋଉଟା, ଏଇଟା ଯୋଉଟା ମୁଁ ଏବେ ଚିହ୍ନ ମାରୁଛି। y ଅକ୍ଷକୁ ଛେଦ କରିବ, ମନେକର ରେଖା y ଅକ୍ଷକୁ ଛେଦ କରୁଛି ମାନେ କୋଉଟା 0 ହବ, x = 0, ତାହେଲେ x ର ମୂଲ୍ୟଟା 0 ହେଇଥିବ। ଠିକ ଅଛି, ତାହେଲେ ଏଇଥିରେ ଅପସନ ଭିତରୁ x କାହାର 0, x ହଉଛି ଅପସନ B ର 0, ତାହେଲେ ଆଉ କିଛି ଭାବିବା ଦରକାର ନାହିଁ, ତାକୁ ହିଁ ଚୁଜ୍ କରିକି ଆସିବ। ଯଦି ପିଲାମାନେ ଏଇ ପ୍ରଶ୍ନଟି ଦେଇଥାନ୍ତା, କ'ଣ ଦେଇଥାନ୍ତା, x ଅକ୍ଷକୁ ଛେଦ କରିବ, ତାହେଲେ ଆମେ y0 ଯୋଉଟା ସେଟାକୁ ଖୋଜିଥାନ୍ତେ, କିନ୍ତୁ ଏଠି ଯୋଉ y ଅକ୍ଷକୁ ଦେଇଛି ତାହେଲେ x0 କୁ ଖୋଜିବା, ସେଥିପାଇଁ ଆମେ ପାଇଲେ କି ଅପସନ B ରାଇଟ୍ ଆନ୍ସର। ଠିକ ଅଛି, ତାପରେ ପ୍ରଶ୍ନ ପିଲାମାନେ ଦେଖିପାରୁଛୁ। ପ୍ରଶ୍ନ କ'ଣ ଅଛି, ଦେଇଛି 3x - 5y - 10 = 0 6x - 10y - 20 = 0 ର କେତୋଟି ସମାଧାନ ଅଛି। ତାହେଲେ କେତୋଟି ସମାଧାନ ପାଇଁ ଆମକୁ a1/a2 ଏଇ ଅନୁସାରେ ଦେଖିବାକୁ ପଡିବ। ସୋ a1 ହଉଛି କେତେ, 3, ତମେ ଜାଣିଛ, ଦେଖିପାରୁଛ କୋଉଠି ଲେଖା ହେଇଛି 3 ବାଇ ଏଠି ଅଛି କେତେ 6 = -5/-10 = -10/-20। ତାହେଲେ 3/6 ମୁଁ ଯଦି କାଟିଦେଲି କେତେ ହେଲା 1/2, 5/10 କରିଦେଲି 1/2, 10/20 କରିଦେଲେ 1/2। ତାହେଲେ a1/a2 = b1/b2 = c1/c2। ତାହେଲେ ତିନିଟା ଯେହେତୁ ସମାନ ହେଇଯାଉଛି, ତାହେଲେ ପିଲାମାନେ କେତୋଟି ସମାଧାନ ରହିବ, ଅସଂଖ୍ୟ ସମାଧାନ ରହିବ। ତାହେଲେ କୋଉ ଅପସନଟା ପିଲାମାନେ ଦେଖ, ଅସଂଖ୍ୟ ସମାଧାନ ଅଛି। ବୁଝିପାରିଲ, ତାହେଲେ ଏଠି ଗୋଟିଏ ସମାଧାନ ବି ଆସିପାରେ, ସମାଧାନ ଅସମ୍ଭବ ବି ଆସିପାରେ। ତାପରେ ପ୍ରଶ୍ନ ପିଲାମାନେ ଯିବା, କ'ଣ ଦେଇଛି, ଗୋଟିଏ ସଂଖ୍ୟାର ଦଶକ ସ୍ଥାନୀୟ ଅଙ୍କ x, ଏକକ ସ୍ଥାନୀୟ ଅଙ୍କ y। ଦଶକ ସ୍ଥାନ ରହୁଛି x, ଏକକ ସ୍ଥାନ ରହୁଛି y, ତାହେଲେ ସଂଖ୍ୟାଟି କେତେ ହବ। ଯେହେତୁ ସେ ସଂଖ୍ୟାଟି ଦଶକ ସ୍ଥାନୀୟ ଅଙ୍କ ରହିଛି, ତାର ଯେମିତି ଗୋଟେ ସଂଖ୍ୟାର ଏକକ ସ୍ଥାନୀୟ 54, ଏକକ ସ୍ଥାନୀୟ ଅଙ୍କର ମୂଲ୍ୟ 4, ଦଶକ ସ୍ଥାନୀୟ ମୂଲ୍ୟ 5, 10 ବା 50। ସେମିତି ଯେହେତୁ x ରହୁଛି କ'ଣ ଦଶକ ସ୍ଥାନୀୟରେ, ତାହେଲେ 10x ମିଶ୍ରଣ y, ଏଇଟା ତମେ ଜାଣିଥିବ। ତାହେଲେ ସଂଖ୍ୟାଟି କେତେ ହେଲା 10x + y। ଏବେ ଏଇ ପ୍ରଶ୍ନ ଯଦି ଓଲଟେଇକି ପଚାରିବ, ସଂଖ୍ୟାଟିକୁ ଓଲଟାଇ ଲେଖିଲେ କେତେ ହବ, 10y + x। ବୁଝିପାରୁଛ, ଆମର କୋଉଟା ହବ ଅପସନ 10x + y, ଅପସନ C ରାଇଟ୍ ଆନ୍ସର। ଠିକ ଅଛି, ତାପରେ ପ୍ରଶ୍ନ ପିଲାମାନେ ମୁଁ ଯିବି, ଦେଇଛି ପ୍ରଶ୍ନ x² କ'ଣ ଦେଇଛି, x² - x - 2 ର ଦ୍ୱିଘାତ ସମୀକରଣ ପ୍ରଭେଦକ କେତେ। ପ୍ରଭେଦକ ମାନେ ପିଲାମାନେ d ବାହାର କରିବ, d ହଉଛି କ'ଣ b² - 4ac, b କେତେ -1 ର ସ୍କୋୟାର -4 × a ହଉଛି 1 × c ହଉଛି -2। ଏଇଆ ତ ପିଲାମାନେ ଦେଖ, -1 ର ସ୍କୋୟାର 1, ମାଇନସ୍ ମାଇନସ୍ ପ୍ଲସ୍ 4 ଦୁନେ 8, ତାହେଲେ 8 1 କେତେ ହେଲା ପିଲାମାନେ 9। ତାହେଲେ ପ୍ରଭେଦକଟି ପିଲାମାନେ କେତେ ହେଲା 9। ତାହେଲେ କୋଉଟା ଅପସନ ଅଛି, ଅପସନ ଡି ଦେଖିପାରୁଛୁ ଅଛି କେତେ 9। ଏବେ ତାପରେ ପ୍ରଶ୍ନକୁ ଯିବା, କ'ଣ ଦେଇଛି ଗୋଟିଏ ସଂଖ୍ୟା ଓ ତାର ବ୍ୟୁତ୍କ୍ରମ ମଧ୍ୟରେ ଅନ୍ତର 2। ମନେକର ସଂଖ୍ୟାଟି x, ତା ବ୍ୟୁତ୍କ୍ରମ କେତେ 1/x, ଦି ଜଣକୁ ଫେଡିଦେଲେ କେତେ ହବ 2। ଏକ ସମାଧାନ କରିଦବା, ଦେଖିବା ସଂଖ୍ୟାଟା କହୁଛି କେତେ x - 1/x = 2, ଲସ୍ ଅଫ୍ ହେଲା x, ତାହେଲେ x x² - 1 = 2। x ଗୁଣି ହେଇଯିବ କେତେ ହେଲା x² - 1 = 2x। ଏପଟିକି 2x ଟା ପଳେଇ ଆସିବ, x² - 2x - 1 = 0। ତାହେଲେ କେତେ ହେଲା x² - x - 1 = 0। x² - 2x - 1 = 0, କୋଉଟା x² - 2x - 1 = 0, କୋଉଟା ଏଇଟା ଅପସନ ଏ ରାଇଟ୍ ଆନ୍ସର।
ତାପରେ ପିଲାମାନେ ଦେଖିପାରୁଛ କେତେ ବଢିଆ ବଢିଆ କ୍ୱେଶ୍ଚନ ଦଉଛି। ଫଟାଫଟ ନିଜ ସାଙ୍ଗମାନଙ୍କୁ ସେୟାର କର। ଠିକ ଅଛି। ଦେଇଛି 2x² ପ୍ଲସ୍ px ପ୍ଲସ୍ 4 0 ଦିଗ ସମୀକରଣ ବୀଜ 2 ହେଲେ p ର ମୂଲ୍ୟ କେତେ? ବୀଜ ମାନେ x ର ମୂଲ୍ୟ 2 ଦେଇଛି, ତାହେଲେ x ଜାଗାରେ ମୂଲ୍ୟଟା ପକେଇଦବା। ତାହେଲେ ଆମ ପାଖରେ କେତେ ଅଛି ପିଲାମାନେ? ଆମ ପାଖରେ ଅଛି 2x² ପ୍ଲସ୍ px ପ୍ଲସ୍ 4 0। 2 ପକେଇ ଦିଅ। 2 ଗୁଣନ 2 ର ସ୍କୋୟାର ପ୍ଲସ୍ p ଗୁଣନ 2 ପ୍ଲସ୍ 4 0। 2 3 4 2 8 ପ୍ଲସ୍ 2p ପ୍ଲସ୍ 4 0। ଠିକ ଅଛି। ତାହେଲେ 2p ପ୍ଲସ୍ 12 0। 2p -12 p -12/2 କେତେ ହେଲା? -6। ବୁଝିପାରୁଛ କେତେ ଉତ୍ତର -6? ବୁଝିପାରୁଛ ଏଠି କଣ କରାଗଲା? ନ ବୁଝିପାରୁଛ ମୁଁ ତମକୁ ଆଉଥରେ କହୁଛି। ଦେଖ ଏଠି p ର ମୂଲ୍ୟ ଗୋଟିଏ ବୀଜ ଦେଇଛି। p ର ମୂଲ୍ୟ ପଚାରୁଛି, ବୀଜ ମାନେ x ର ମୂଲ୍ୟ। ତାହେଲେ ଏଇ ଯୋଉ ସମୀକରଣ ଆମ ପାଖରେ ଥିଲା, ସେ ସମୀକରଣର x ଜାଗାରେ ସେ ମୂଲ୍ୟଟାକୁ ପକେଇଦେଲେ। ଯୋଉ 2 ଦେଇଥିଲା ପକେଇଦେଲେ। ପକେଇଦେଲା ପରେ p ଟା ସମାଧାନ ହେଇ କେତେ ବାହାରିଲା? -6। କେତେ ହବ p? -6। କୋଉଠି ଅଛି ପିଲାମାନେ -6? ଦେଖିପାରୁଛ -6 ଅଛି b। ବୁଝିପାରିଲ? ତାପରେ ପ୍ରଶ୍ନ ବୁଝ। ତାପରେ ପ୍ରଶ୍ନ ପିଲାମାନେ କଣ ଦେଇ ଦେଖ ଦେଇଛି, ଦୁଇଟି କ୍ରମିକ ପୂର୍ଣ୍ଣ ସଂଖ୍ୟାର ଗୁଣଫଳ ହଉଛି 72। ନିମ୍ନସ୍ଥ କେଉଁ ଦ୍ୱିଘାତ ସମୀକରଣ ଉକ୍ତ ଦ୍ୱୟ ମଧ୍ୟରୁ ସୂଚନା ମିଳୁଛି? ତାହେଲେ ମନେକର ଯଦି ଗୋଟେ ସଂଖ୍ୟା ହେଲା x, ତା କ୍ରମିକ ସଂଖ୍ୟାଟା କେତେ ହବ? x + 1। ଠିକ ଅଛି। 2 ଜଣ ଗୁଣିଦେଲେ କେତେ ହବ? 72। ଏଇଆ ତ। ତାପରେ ଏଟା ଭିତରୁ ନେଇଯା, x ଗଲେ x² ପ୍ଲସ୍ x = 72। ତାହେଲେ x² ପ୍ଲସ୍ x 72ଟା ଏପଟେ ପଳେଇଲା କେତେ? -72 = 0। ତାହେଲେ କୋଉଟା ହବ ପାଠ? x² ପ୍ଲସ୍ x -72। x² ପ୍ଲସ୍ x -72 କୋଉଠି ଅଛି? x² ପ୍ଲସ୍ x -72। ଦେଖିପାରୁଛ ପିଲାମାନେ ଅପସନରେ ଆନ୍ସରଟା ନାହିଁ। ଠିକ ଅଛି। ତେବେ ଆମେ ଯଦି ଆଉ ଗୋଟେ ଉପାୟରେ ଚେଷ୍ଟା କରିବା, ଏଟା ଯଦି ଗୋଟେ x ହେଲା, ଗୋଟେ କେତେ ହବ? x - 1 = 72। ତାହେଲେ x² - x -72 = 0। ତାହେଲେ ଏଇଟା ବି ଅପସନ ଅଛି। ହଁ, କୋଉଟା ଅଛି? ଅପସନ ଡି ରେ ଅଛି। ସେଟା ନହେଲା ତାହେଲେ କ୍ରମିକ ସଂଖ୍ୟା ମାନେ ତ ଖାଲି ପ୍ଲସ୍ ହବ, କିଛି ମାନେ ନୁହଁ, ମାଇନସ୍ ବି ହେଇପାରିବ। ଗୋଟେ x ନେଲେ ଆଉ ଗୋଟେ x - 1 ନେଲେ, ଏଇ ସମାଧାନ କଲେ ଆନ୍ସର ଆସିଗଲା। ଦେଖିପାରୁଛ ତ? ଠିକ ଅଛି। ତାପରେ ପ୍ରଶ୍ନ ବୁଝିବା। ଦେଇଛି, ନିମ୍ନ ମଧ୍ୟରୁ କେଉଁଠି ସମାନ୍ତର ପ୍ରଗତି ନୁହଁ? ସମାନ୍ତର ପ୍ରଗତି ନୁହଁ କେତେବେଳେ ଜାଣିବୁ? ଯେତେବେଳେ ଡି ସମାନ ନ ହବ। ତେବେ କୋଉଠି ତମକୁ ଲାଗୁଛି? ମୁଁ ଲାଷ୍ଟ ଆଡେ ଦେଖିବାକୁ ଚେଷ୍ଟା କରୁଛି। ଦେଖ ଏଠି 1 2 3 4 5 ଟା ସମାନ୍ତର ପ୍ରଗତି ଅଛି। ଏଟା ଅପସନ ନୁହଁ ପଚାରୁଛି। ତାର 1 ତ ଦେଖିବା 2 3 2 3 0 3 7 3 3 3 6 7 5 12। ତାହେଲେ ଏଇଟା କାହିଁ ମତେ ଲାଗୁଛି ହବ ନାହିଁ ବୋଲି, କାରଣ ଏଇଟା ସମାନ ବଢୁନାହିଁ କି ସମାନ କମୁନାହିଁ। ଏଟା ହଉଛି କି ହଁ ହେଇଯିବ, ଏଟା ହେଇଯିବ। ତାହେଲେ କୋଉଟା ନୁହଁ? ଅପସନ ସି। ଠିକ ଅଛି। ଓକେ। ତାପରେ ପ୍ରଶ୍ନ ବୁଝିବା। ହେଇଛି 2 3 4 5 ଅନୁକ୍ରମର ପ୍ରଥମ n ସଂଖ୍ୟକ ପଦର ଯୋଗଫଳ କେତେ? ପ୍ରଥମ n ସଂଖ୍ୟକ ପଦର ଯୋଗଫଳ କେତେ? 2 3 4 5। ଠିକ ଅଛି। ଓକେ। ତାହେଲେ ଏ ପିଲାମାନେ ଏଠି କେତେ? ଆମେ ସେ ପୁରା ସମାଧାନ କରି ଦେଖିବା। ଏ ହଉଛି କେତେ? 2। ଡି ହଉଛି କେତେ? 1। n ସେଇ n ପକାଅ, ଯୋଗଫଳ SN n/2। 2a ଜାଗାରେ ପକେଇଦେଲେ କେତେ? 2 2a ପ୍ଲସ୍ n - 1 × d କେତେ? 1 n/2। 2 2 4 ମିଶ୍ରଣ 1 ଭିତରୁ ପଳେଇଲା n - 1। ଠିକ ଅଛି। ଏକୁ ସମାଧାନ କରିଥିଲେ ପିଲାମାନେ କେତେ ହବ? n/2। 4 1 ଗଲା କେତେ? 3 ପ୍ଲସ୍ n। ତାହେଲେ n × 3 ପ୍ଲସ୍ n/2। ଠିକ ଅଛି। ତାହେଲେ ଏଇଟାକୁ ଆମେ ଦେଖିବା କୋଉଟା ସମାନ ଆସୁଛି କୋଉ ଅପସନ ସହିତ, ବା n × n + 3/2 ଅଛି କି ସେମିତି କିଛି? ହଁ, ଅପସନ ଏ ଦେଖ ଅଛି। ଦେଖ ପାଠଟା କିଛି ବି ନାହିଁ, କେବଳ ତମେ ମୂଲ୍ୟ ପକେଇଲା ପରେ ସମାଧାନ କଲା ପରେ ଅପସନ ଚାରିଟା ସହିତ ମ୍ୟାଚ୍ କରିବ କୋଉଟା ହବ। ତାହେଲେ ଅପସନ ଚାରିଟା ସହିତ ମ୍ୟାଚ୍ କଲା ବେଳକୁ ଆମର ଆସୁଛି କି
n into 3 plus n by 2 3 plus n n plus 3 ସେ ଅପସନ୍ ହେଇଯାଉଛି। କଣ କଷ୍ଟ ଅଛି ମୁଁ ବୁଝିପାରୁନି ବହୁତ। ତାପରେ ପାଠ ଦେଇଛି କଣ ଦେଇଛି ଏକ ଏପିର n ତମ ପଦ ହଉଛି tn ହଉଛି tn ଇଜ ଇକ୍ୱାଲ ଟୁ ମାଇନସ୍ 10 ପ୍ଲସ୍ 2n ହେଲେ ସାଧାରଣ ଅନ୍ତର କେତେ ତମେ d ବାହାର କରିବ। ଦେଖ tn ଯଦି ଦେଇଛି ଏଇଟା tn ଦେଇଛି ତେଣୁ ତୁମେ t1 ବାହାର କର। t1 କେତେ ମାଇନସ୍ 10 ପ୍ଲସ୍ 2 ଗୁଣନ 1 ପକେଇଦେଲ ମାଇନସ୍ 10 ପ୍ଲସ୍ 2 ମାଇନସ୍ 2 ହେଇଗଲା ମାଇନସ୍ 8। ତାପରେ t2 ବାହାର କର t2 ପଚାରୁଛି t2 କେତେ ମାଇନସ୍ 10 ପ୍ଲସ୍ 2 ଗୁଣନ 2 ମାଇନସ୍ 10 ପ୍ଲସ୍ 2 ଦୁନେ 4 ମାଇନସ୍ 6। ତାହେଲେ ଇଏ ହଉଛି ମାଇନସ୍ 6 ଇଏ ହଉଛି ମାଇନସ୍ 8 ଇଏ ତ ଠିକ ଅଛି ମାଇନସ୍ 8 ମାଇନସ୍ 6 ତାହେଲେ d କେମିତି ବାହାରିବ d ଇଜ ଇକ୍ୱାଲ ଟୁ ମାଇନସ୍ 6 ମାଇନସ୍ ମାଇନସ୍ 8 ମାଇନସ୍ 6 ପ୍ଲସ୍ 8 କେତେ ହେଲା 2। ବୁଝିପାରୁଛ ପିଲାମାନେ କେମିତି ହଉଛି ଏଇଭଳିଆ ପ୍ରଶ୍ନ ଗୁଡାକ ପରୀକ୍ଷାରେ ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଏଗୁଡାକ ହେଲା ବହୁତ ଇମ୍ପୋର୍ଟାଣ୍ଟ। କଣ କଲି ଆଉ ଥରେ କହୁଛି ତମକୁ tn ସିଏ ଦେଇଦେଇଛି କିଛି ଅସୁବିଧା ନାହିଁ। ତ tn ଦେଇଦେଇଛି ତୁମେ n ଜାଗାରେ ପଚାରୁଛି ସାଧାରଣ ଅନ୍ତର କେତେ ସାଧାରଣ ଅନ୍ତର ପାଇଁ ପାଖାପାଖି ପଦ୍ଧତିଟାକୁ ଫେରିବାକୁ ପଡିବ। ମୁଁ t1 ପକେଇଦେଲେ ପ୍ରଥମ ପଦ ବାହାରିଲା t2 ପକେଇଦେଲେ ଦ୍ୱିତୀୟ ପଦ ବାହାରିଲା। ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଫେରିଦେଲେ ମୋର କଣ ବାହାରି ପଡିଲା କଣ ଅନ୍ତର ବାହାରି ପଡିଲା। ତାହେଲେ କେତେ ବାହାରିଲା 2 ବାହାରିଲା। ତାହେଲେ କୋଉଟା ହଉଛି ଅପସନ ସି ହଉଛି ରାଇଟ୍ ଆନ୍ସର। ଏବେ କହୁଛି ଗୋଟିଏ ସମାନ୍ତର ପ୍ରକୃତିର ପଦ ପ୍ରଥମ ପଦ ହଉଛି ମାଇନସ୍ 3 ଏ ହଉଛି ମାଇନସ୍ 3 ସାଧାରଣତଃ 2 ଏଇଟା d ହଉଛି 2 ହେଲେ ପ୍ରଥମ 11ଟି ପଦର ସମଷ୍ଟି 11ଟି ପଦର ସୂତ୍ର କଣ n by 2 2a ପ୍ଲସ୍ n minus 1 into d ଏଇଆ ତ ସେ କହୁଛି n କେତେ 11 by 2 2 into a କେତେ ମାଇନସ୍ 3 ପ୍ଲସ୍ n minus 1 11 minus 1 10 10 ଗୁଣନ 2 କୁ ସମାଧାନ କରିଦେଲେ ଆନ୍ସର ଆସିଯିବ। ତ ପିଲାମାନେ ଏଇ ଆନ୍ସର ତୁମେ କରିପାରିବ କରି ମତେ କମେଣ୍ଟ କର କେତେ ଆନ୍ସର ଆସିବ। ମୁଁ କହିଦେଲି ନା ଖାଲି ତୁମେ ପକେଇକି ସଲ୍ଭ କରିକି ମତେ କହିବ କେତେ ଆସିବ। ତାପରେ ପ୍ରଶ୍ନ ପିଲାମାନେ କଣ କହୁଛି ସେ କହୁଛି ଦୁଇଟି ମୁଦ୍ରା ଟସ୍ କଲେ ଉଭୟ ମୁଦ୍ରାର ଏଚ୍ ଆସିବାର ସମ୍ଭାବ୍ୟତା କେତେ। ଦୁଇଟି ମୁଦ୍ରା ଟସ୍ କଲେ ଉଭୟ ମୁଦ୍ରାରେ ଏଚ୍ ଆସିବାର ସମ୍ଭାବ୍ୟତା ତାହେଲେ ଏପଟରେ ଏଚ୍ ଆସିବ ସେପଟରେ ବି ଏଚ୍ ଆସିବ ଦିଟା ଏଚ୍ ଆସିବ ମାନେ ତାହେଲେ ପ୍ରଥମ କଥା ଗୋଟେ ମୁଦ୍ରାକୁ ଦୁଇଥର ଟେଷ୍ଟ କଲେ ଆଉ ଦୁଇଟି ମୁଦ୍ରାକୁ ଟସ୍ କଲେ କେତେଟା ଆସୁଛି ଗୋଟେ ଆସିବ ଏଚ୍ ଏଚ୍ ଗୋଟେ ଟି ଏଚ୍ ଗୋଟେ ଏଚ୍ ଟି ଗୋଟେ ଟି ଟି ଚାରିଟା ଆସିବ। ତା ଭିତରେ ସେ କହୁଛି ଉଭୟ ମୁଦ୍ରାରେ ଏଚ୍ ଆସିବାର ଦେଇଛି ତା ଉଭୟ ମୁଦ୍ରାରେ ଏଚ୍ ଆସିବ କୋଉଟାର କେବଳ ଏଚ୍ ଏଚ୍ ରେ ଆସିବ ଗୋଟିଏ ଟୋଟାଲ ଅଛି କେତେଟା 4ଟା ତାହେଲେ 1 by 4 ସାମ୍ବାଦିକରେ ଏଇଭଳିଆ ପ୍ରଶ୍ନ ହିଁ ଆସିବ। ଠିକ ଅଛି। ଏବେ ସେ ପ୍ରଶ୍ନ କହିଛି ଓଡିଶା ଶବ୍ଦରୁ ଯଦୃଚ୍ଛା ଗୋଟିଏ ଅକ୍ଷର ଅଛି ଏସ୍ ର ସମ୍ଭାବ୍ୟତା କେତେ ତାହେଲେ ୟା ଭିତରେ ଏସ୍ କେତେଟା ଅଛି ଗୋଟିଏ ଅଛି ଟୋଟାଲ ଅକ୍ଷର କେତେଟା ଅଛି 1 2 3 3 6ଟା ତାହେଲେ 1 by 6 ଦେଖ ଯୋଉଟାକୁ ବାଛିବ ସିଏ କେତେଟା ଅଛି ଟୋଟାଲ ଅକ୍ଷର କେତେଟା ଅଛି ଦି ଜଣଙ୍କୁ ବାଇ କରିଦବ ଆନ୍ସର ଆସିଯିବ କେତେ ହେଲା 1 by 6 ବୁଝିପାରୁଛ। ସୋ ପିଲାମାନେ ଆଜିର କ୍ଲାସକୁ ଏଇଠି ରଖିବା ପରବର୍ତ୍ତୀ କ୍ଲାସରେ ଆମେ ଆହୁରି କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଆଲୋଚନା କରିବା। ସୋ ସେ ପର୍ଯ୍ୟନ୍ତ ପିଲାମାନେ ନିଜ ସାଙ୍ଗମାନଙ୍କୁ ଭିଡ଼ିଓ ଗୁଡାକ ସେୟାର କର ସମସ୍ତଙ୍କୁ ଫ୍ରି କ୍ଲାସରୁ ମଜା ନେବାକୁ ଡାକି ଆଣ। ସେ ପର୍ଯ୍ୟନ୍ତ ବିଦାୟ ଚାହୁଁଛି ରହୁଛି ପିଲାମାନେ ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ।